ପ୍ରିୟ ଭାଇ ଓ ଭଉଣୀମାନେ, ଆମ ଏହି ଛୋଟିଆ ଚ୍ୟାନେଲଟିକୁ ସ୍ୱାଗତ କରୁଛି। ଆଶା କରୁଛି ତୁମେମାନେ ସପରିବାର ଭଲରେ ଥିବ। ମା ସମଲେଶ୍ୱରୀ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ସାଥିରେ ଥିବ। ତୁମେ ଖୁସିରେ ରୁହ, ତୁମେ ସୁଖରେ ରୁହ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି। ତେବେ ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଆସ ଆମେ ନୂତନ ଓଡ଼ିଆ ସାହିତ୍ୟ ବହିର 2026 ମସିହାରେ ପ୍ରକାଶିତ ତୃତୀୟ ଶ୍ରେଣୀର ଏକ କବିତା ପଢ଼ିବାକୁ ଯାଉଛି। ଆଶା କରୁଛି ଏହି କବିତାଟିକୁ ତୁମମାନଙ୍କୁ ବୁଝାଇ ପାରିବି ବୋଲି। ତେବେ ଭାଇ ଭଉଣୀମାନେ, ତୁମେ ଜାଣିଛ ଯେ ଆମେ କେବଳ ବିଦ୍ୟାଳୟରେ ଶିକ୍ଷା ପାଇନଥାଉ, ଆମେ ବିଦ୍ୟାଳୟ ବାହାରେ ମଧ୍ୟ ଅନେକ ଶିକ୍ଷା ପାଇଥାଉ। ତେବେ ଏହି ପରିବେଶରେ ଯେଉଁ ସବୁ ଜିନିଷ ଅବସ୍ଥିତ, ପାହାଡ଼, ପର୍ବତ, ନଦୀ, ନାଳ, ଫୁଲ, ଗଛ, ଝରଣା, ଏଭଳି ଅନେକ ସମୁଦ୍ର, ଏଭଳି ଅନେକ ବିଷୟ ଅଛି, ଯାହାଠାରୁ ଆମେ ଅନେକ ଏହିଭଳି ପରିବେଶର ଅଂଶ ଅଛି। ତେବେ ତାହାଠାରୁ ଆମେ ଅନେକ କବିତା, ଅନେକ ପାଠ ପଢ଼ିଅଛୁ। ତାଙ୍କଠାରୁ ଅନେକ କିଛି କିଛି ଶିକ୍ଷା ଆମେ ଲାଭ କରିଥାଉ। ତେବେ ଆଜି ସେହିଭଳି ତୁମ ପରି ଏକ ଛୋଟ ପିଲାଟିଏ ମନରେ ଏମିତି ଏକ କଥା ଆସିଯାଇଛି, ଯାହାକି ସେ କହୁଛି ଯେ ଆମେ ସେହି ସବୁ ଜିନିଷରୁ କ'ଣ ଶିଖିପାରିବା। ତେବେ ଆସନ୍ତୁ ଏହି କବିତାଟିକୁ ପଢ଼ି ସେ ପିଲାଟି କ'ଣ ଶିଖିବା ପାଇଁ ଚାହୁଁଛି, କେଉଁ ବସ୍ତୁରୁ କ'ଣ ସବୁ ଶିଖିବା ପାଇଁ ଚାହୁଁଛି, ତାହା ଆମେ ଏହି ପାଠଟିକୁ ପଢ଼ି ବୁଝିବା। ତେବେ ବର୍ତ୍ତମାନ ଆମେ ଏହି ପଦ୍ୟଟିକୁ ଗାୟନ କରିବା ଏବଂ ସେଥିରେ ଗାଇ ସାରିଲା ପରେ ତାହାର କଠିନ ଶବ୍ଦକୁ ଆମେ ଦେଖିବା ଆଉ ବୁଝିବା। ତାପରେ ପୁଣି ଥରେ ଏହି କବିତାଟିକୁ ଠିକ୍ ଭାବରେ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ଆସନ୍ତୁ ସେ କବିତାଟିକୁ ଆମେ ଗାଇବା। ଫୁଲ ପରି ମୁଁ, ଫୁଲ ପରି ମୁଁ କୋମଳ ହେବି, ହସିବି ସଦାବେଲେ। ବାସ ଭିତରି ଖୁସି ମୁଁ ଦେବି, ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା। ଦୁଃଖ ଦେବିନି କାହାରି ମନେ, ଆସୁ ବିପଦ ବାଧା। ଫୁଲ ପରି ମୁଁ କୋମଳ ହେବି, ହସିବି ସଦାବେଲେ। ବାସ ଭିତରି ଖୁସି ମୁଁ ଦେବି, ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା। ଦୁଃଖ ଦେବିନି କାହାରି ମନେ, ଆସୁ ବିପଦ ବାଧା। କୋଇଲି ପରି ମିଠା ସ୍ୱରରେ କହିବି ସଦା କଥା। ଦୁଃଖ ଦେବିନି କାହାରି ମନେ, ଆସୁ ବିପଦ ବାଧା। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ। ଦେଶ ସେବାରେ ଜୀବନ ଦେବି, ରଖିବି ତାର ନାମ। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ। ଦେଶ ସେବାରେ ଜୀବନ ଦେବି, ରଖିବି ତାର ନାମ। ନଦୀ ପରାଏ ଆଗେଇ ଯିବି, କରିବି ଜନହିତ। ଦୁଃଖୀ ଓଠରେ ହସ ଖେଳାଇ, ହେବି ମୁଁ ତାର ମିତ। ନଦୀ ପରାଏ ଆଗେଇ ଯିବି, କରିବି ଜନହିତ। ଦୁଃଖୀ ଓଠରେ ହସ ଖେଳାଇ, ହେବି ମୁଁ ତାର ମିତ।
ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର କେହି ନୁହେଁ ତା ସରି। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାର ସାର କେହି ନୁହେଁ ତା ସରି। ଏହାର କିଛି କଠିନ ଶବ୍ଦ ଜାଣିନେବା। କୋମଳ, ନରମ, ସଦା ବେଲେ, ସବୁ ସମୟରେ, ସବୁବେଳେ, ବାସ, ସୁଗନ୍ଧ, ଭିତରି ବାଣ୍ଟି ଦେଇ, ସଭିଙ୍କୁ, ସମସ୍ତଙ୍କୁ, କାଳେ କାଳେ, ସବୁବେଳେ। କୋଇଲି ଗୋଟେ ପକ୍ଷୀ, ସ୍ୱର ତାର କଣ୍ଠ କୁହୁ କୁହୁ କରିଥାଏ। ସଦା ସବୁବେଳେ। ବାଧା, ବାଧା ମାନେ ଆଗରେ କିଛି ସମସ୍ୟା ବା ବିପଦ ଆସିଲେ ଯେଉଁ ସମସ୍ୟା ଦେଖାଯାଏ, ସେଭଳି ଏହି ବିପଦ ଆଉ ବାଧା, ତାହାକୁ ବାଧା କହିଥାନ୍ତି। ଅର୍ଥାତ୍ ଆମ ଜୀବନରେ ଯେତେବେଳେ କୌଣସି ଦୁଃସମୟ ଆସିଥାଏ, ତାହାକୁ ଆମେ ବାଧା କହିଥାଉ। ଆଉ କେତେବେଳେ ବିପଦ ମଧ୍ୟ ଆସିଥାଏ ଜୀବନରେ। ପାହାଡ଼ ଜାଣିଛ, ସମ, ପରି, ପାହାଡ଼ ପରି। ସ୍ଥିର ମାନେ ମନ ଆଉ ଚଞ୍ଚଳ ନ ରଖିବାଟା ସ୍ଥିର, ସ୍ଥିର ମନରେ। ତାପରେ ସେବା, ସେବା କରିବା। ଯେମିତି ସୈନିକମାନେ ଦେଶ ପାଇଁ ସେବା କରୁଛନ୍ତି। ନଦୀ ପରି। ଜନହିତ, ଜନ ମାନେ ଲୋକମାନଙ୍କର ହିତ। ମିତ, ମିତ୍ର। ପରର ହିତ, ଅନ୍ୟମାନଙ୍କର ଉପକାର। ପର ମାନେ ଅନ୍ୟ, ମାନଙ୍କର ହିତ ମାନେ ଉପକାର। ଆପଣା, ନିଜର, ଲୋକ ପରି। ସଂସାର, ଆମେ ଯେଉଁଠାରେ ବସବାସ କରୁଛୁ, ଏ ପୃଥିବୀ, ଏଟା ହେଉଛି ଆମର ସଂସାର। ସରି, ତା ପରିବା, ତାର ସମାନ। ବର୍ତ୍ତମାନ ଏହି କବିତାଟିକୁ ବୁଝିନେବା। ଫୁଲ ପରି ମୁଁ କୋମଳ ହେବି, ହସିବି ସଦାବେଳେ, ବାସ ଭିତରି ଖୁସି ମୁଁ ଦେବି, ସଭିଙ୍କୁ କାଳେ କାଳେ। ତେବେ ଏଠାରେ କବି କହୁଛନ୍ତି ଯେ ସେ ଗୋଟେ ଫୁଲ ପରି ହେବେ। ଫୁଲ ପରି ମୁଁ କୋମଳ ହେବି, ଅର୍ଥାତ୍ ଫୁଲ ପରି ମୁଁ ନରମ ହେବି। ଅର୍ଥାତ୍ ଆମର ଏଠାରେ କ'ଣ କହିଛନ୍ତି ଯେ ଫୁଲ ପରି ମୁଁ କୋମଳ ହେବି। ଆମର ବ୍ୟବହାରକୁ କୋମଳ କରିବା। ଆମେ ଏମିତି ବ୍ୟବହାର କରିବା ଯାହାକି କାହାର ମନରେ ଦୁଃଖ ଦେବ ନାହିଁ। ଯେମିତି ଫୁଲକୁ ଦେଖିଲେ ଆମକୁ ବହୁତ ଭଲ ଲାଗେ, ସେଭଳି ଆମେ ଫୁଲ ପରି ହେବା। ଅର୍ଥାତ୍ ଆମେ ଏଭଳି ବ୍ୟବହାର କରିବା ନାହିଁ ଯାହାକି ଅନ୍ୟମାନଙ୍କ ମନରେ କଷ୍ଟ ଦେବ। ତେବେ କବି ସେଇ ଫୁଲ ପରି କୋମଳ ହେବା ପାଇଁ ଚାହିଁଛନ୍ତି। ହସିବି ସଦାବେଳେ, ଫୁଲ ଯେମିତି ଦେଖିଲେ ସବୁବେଳେ ହସୁଥାଏ, ଅର୍ଥାତ୍ ଫୁଲକୁ ଦେଖିଲେ ଫୁଲର ମନରେ କେବେ ବି ଦୁଃଖ ନଥିବା ବୋଲି ଜଣାପଡ଼େ। ସେମିତି ଆମେ ଫୁଲ ପରି କୋମଳ ହେଇ ସବୁବେଳେ ଆମେ ଦୁଃଖରେ ମଧ୍ୟ ସୁଖରେ ରହିବା ପରି ଦେଖାଯିବା। ତାପରେ ବାସ ଭିତରି ଖୁସି ମୁଁ ଦେବି, ଅର୍ଥାତ୍ କେମିତି ଭାବରେ ସେ ଖୁସି ରହିବା ପାଇଁ ଚେଷ୍ଟା କରୁଛି ଫୁଲ, ଯେ ଫୁଲ ତା'ର ସୁଗନ୍ଧିତ ବାସ୍ନା ଚାରିଆଡ଼େ ଭିତରି, ଚାରିଆଡ଼େ ବାଣ୍ଟି ଦେଲା ପରେ ଯେମିତି ଆମେ ସେ ବାସ୍ନାକୁ ଶୁଙ୍ଘିଲେ ଯେମିତି ଆମକୁ ଖୁସି ଲାଗିଥାଏ, ସେଭଳି କବି ଏଠାରେ ଫୁଲ ପରି
ଫୁଲ ପରି କୋମଳ ହୋଇ ସେ ସମସ୍ତଙ୍କୁ ଖୁସି ଦେବି ବୋଲି କହୁଛନ୍ତି। ସଭିଙ୍କୁ କାଲେ କାଲେ ଅର୍ଥାତ୍ ସବୁବେଳେ ସଭିଙ୍କୁ କାଲେ କାଲେ ସେ ଫୁଲ ପରି କୋମଳ ହୋଇ ଖୁସି ଦେବେ ବୋଲି କବି ଏଠାରେ କହୁଛନ୍ତି। ତାଙ୍କ ମନରେ ଏହି ଭାବନା ଜାଗ୍ରତ ହେଇଛି ଯେ ଫୁଲ ଗୋଟିଏ ହେଲେ ସେ କୋମଳ ହେବେ ଏବଂ ଫୁଲ ଯେମିତି ତା'ର ସୁଗନ୍ଧିତ ବାସ୍ନାକୁ ଚାରିଆଡ଼େ ବାଣ୍ଟି ଦେଇ ଲୋକମାନଙ୍କର ମନକୁ କିଣିନିଏ, ଲୋକମାନଙ୍କ ମନରେ ଖୁସି ଦିଏ ସବୁବେଳେ, ସେଇଭଳି କବି ସେପରି କାର୍ଯ୍ୟ କରିବା ପାଇଁ କହୁଛନ୍ତି। କୋଇଲି ପରି ମିଠା ସ୍ୱରରେ କହିବି ସଦା କଥା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। କୋଇଲି ପରି ମିଠା ପୁଣି ଫୁଲ ପରି କବିଙ୍କର ଇଚ୍ଛା ଯେ ସେ ଗୋଟେ ଫୁଲ ହେବେ ଓ ଫୁଲ ପରି କୋମଳ ହୋଇ ସମସ୍ତଙ୍କୁ ସେମିତି କୋମଳ ବ୍ୟବହାର ଦେଇ ସମସ୍ତଙ୍କୁ ଖୁସିରେ ରଖିବେ ବୋଲି କବିଙ୍କର ଇଚ୍ଛା ଅଛି। ସେହିପରି କବିଙ୍କର କ'ଣ ଇଚ୍ଛା ଅଛି ଯେ କୋଇଲି ପରି ମିଠା ସ୍ୱରରେ, ଅର୍ଥାତ୍ କୋଇଲି ଯେମିତି ମିଠା ସ୍ୱରରେ କୁହୁ କୁହୁ କରି କରିଥାଏ, ତା'ର କୁହୁ କୁହୁ ସ୍ୱର ଶୁଣି ସମସ୍ତେ ଯେମିତି ଆନନ୍ଦିତ ହୁଅନ୍ତି ଆଉ କେତେ ମିଠା ବା ମଧୁର ଲାଗେ, ସେହିଭଳି କବି ସେହିପରି କୋଇଲି ପରି ମିଠା ସ୍ୱରରେ କଥା କହିବେ ସବୁବେଳେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଯାହାଦ୍ୱାରା କ'ଣ ହେଇପାରିବ, ଦୁଃଖ ଦେବିନି କାହାରି ମନେ। ତେବେ କବି କହୁଛନ୍ତି ଯେ ମୁଁ କୋଇଲି ପରି ମିଠା କଥା କହିବି ଆଉ କାହା ମନରେ କେବେ ମଧ୍ୟ ଦୁଃଖ ଦେବି ନାହିଁ। ବରଂ ମୋତେ ଯେତେ ବିପଦ ଆଉ ଯେତେ ମୋତେ ବାଧା ଆସୁ ପଛେ, ବିପଦ ଓ ସମସ୍ୟା ମୋ ପାଖରେ ଯେତେ ଠିଆ ହେଲେ ମଧ୍ୟ ମୁଁ କାହାରି ମନରେ କେବେ ମଧ୍ୟ କାହାରି ମନରେ କେବେ ମଧ୍ୟ ଦୁଃଖ ଦେବି ନାହିଁ। ଯଦି ତାଙ୍କ ପାଖରେ କୌଣସି ବିପଦ ଆସିଥାଏ ବା ସମସ୍ୟା ଆସିଥାଏ, ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ସାହାଯ୍ୟ କରିବି ଏବଂ କୋଇଲି ପରି ମିଠା ସ୍ୱରରେ ସବୁବେଳେ କଥା କହିବି, ଯାହାଫଳରେ କାହାରି ମନରେ କଷ୍ଟ ହେବ ନାହିଁ ବା କାହାକୁ ଦୁଃଖ ହେବ ନାହିଁ ବୋଲି କବି କହୁଛନ୍ତି। ବରଂ ସେ ଯେତେ ବି ବିପଦ ବାଧା ଆସୁ ତାଙ୍କ ପାଖରେ ତାହା ସେ ନିଜେ ସହିଯିବେ, କିନ୍ତୁ କାହାରିକୁ ସେ ଦୁଃଖ ଦେବେ ନାହିଁ, କାହାରି ମନରେ ସେ କଷ୍ଟ ଦେବେ ନାହିଁ ବୋଲି କବି ଏଠାରେ କହୁଛନ୍ତି। ତେବେ ଏଟା ଗୋଟେ ଚିତ୍ର ଅଛି, ଦେଖ ସମସ୍ତେ ଏଠାରେ ଫୁଲ, କେଡ଼େ ସୁନ୍ଦର ସୁନ୍ଦର ଫୁଲ ଗୁଡ଼ିକ ଅଛି। ତେବେ କବିଙ୍କର ଇଚ୍ଛା ଅଛି ଏହିଭଳି ଫୁଲ ହେବା ପାଇଁ। ତେବେ ଏହି ଫୁଲକୁ ଦେଖିଲେ ଆମକୁ କ'ଣ ଆମକୁ ଶିଖାଉଛନ୍ତି ଯେ ଫୁଲ ପରି ସେ ସଦା କୋମଳ ରହିବେ ଆଉ ଫୁଲ ପରି କୋମଳ ହୋଇ ସେ ଅନ୍ୟମାନଙ୍କୁ ଭଲ ବ୍ୟବହାର ଦେଖାଇବେ, ଯାହାଫଳରେ କାହାର ମନରେ କଷ୍ଟ ହେବ ନାହିଁ ବୋଲି କବି ଇଚ୍ଛା ପ୍ରକାଶ କରିଛନ୍ତି। ସେଭଳି ସେ କୋଇଲି ଭଳି ମିଠା ସ୍ୱରରେ କହିବେ କଥା। ତୁମେ ଦେଖୁଛ ଏଠାରେ ଏ ଚିତ୍ରରେ କୋଇଲିଟିଏ ବସିଛି। ତେବେ କବି କହୁଛନ୍ତି ଯେ ମୁଁ ଏଭଳି ଗୋଟେ କୋଇଲି ହେବି ଏବଂ କୁହୁ କୁହୁ କରି କୋଇଲି ଯେମିତି କୁହୁ କୁହୁ ମିଠା ସ୍ୱରରେ ଆମମାନଙ୍କର ମନକୁ ମୋହି ନେଇଥାଏ, ସେହିଭଳି କବି ମୁଁ କୋଇଲି ପରି ଏମିତି ମିଠା ସ୍ୱର କହିବି ଯାହାକୁ କାହାରି ମନରେ କଷ୍ଟ ଦେବ ନାହିଁ। ମୋର ଯେଉଁ କଥାବାର୍ତ୍ତା ରହିବ କାହାରି ମନକୁ ଦୁଃଖ ଦେବ ନାହିଁ। ବରଂ ମୋତେ ଯେତେ ବାଧାବିଘ୍ନ ଆସୁ ପଛେ ମୁଁ କାହାରି ମନରେ କଷ୍ଟ ଦେବି ନାହିଁ ବା କାହାରିକୁ ମୁଁ ଦୁଃଖ ଦେବି ନାହିଁ ବୋଲି କବି ଏଠାରେ କହୁଛନ୍ତି। ତାପରେ କ'ଣ କହିଛନ୍ତି, ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତା'ର ନାମ। ତେବେ କବି କହୁଛନ୍ତି ଯେ ପାହାଡ଼ ପରି ସ୍ଥିର ମନରେ, ପାହାଡ଼ ଯେମିତି ସ୍ଥିର ରହିଅଛି, କୁଆଡ଼େ ଯାଉନାହିଁ, ସେ ଗୋଟେ ଜାଗାରେ ହିଁ ଅଛି। ତେବେ ପାହାଡ଼ ପରି ସ୍ଥିର ମନରେ, ଅର୍ଥାତ୍ ପାହାଡ଼ ପରି ମୋ ମନକୁ ସ୍ଥିର କରି ମୁଁ ସବୁବେଳେ ସ୍ଥିର ମନରେ ଏକା କାମ କରିବି, ଅସ୍ଥିର ମନରେ କେବେ ମଧ୍ୟ କାମ କରିବି ନାହିଁ। କାରଣ ଅସ୍ଥିର ମନରେ ଯଦି କାମ କରିଥାଏ ତେବେ ଭୁଲ ହେଇଯାଇଥାଏ। ସେଥିପାଇଁ ଆମ ମନକୁ ସ୍ଥିରରେ ଆଣିବା ଅଛି। ଯଦି ମନକୁ ଆମେ ଅସ୍ଥିର କରିବା, ଚଞ୍ଚଳ କରିବା, ତେବେ ଆମର କାର୍ଯ୍ୟ ସଫଳ ହେବ ନାହିଁ। ସେଥିପାଇଁ ଆମ ମନକୁ ସ୍ଥିର କରିବାର ଅଛି। ସ୍ଥିର କଲେ ଯାଇ ଆମେ ସଫଳତା ପାଇପାରିବା ବୋଲି ଏଠାରେ କବି ଆମକୁ ଶିକ୍ଷା ଦେଉଛନ୍ତି।
ତେବେ ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଅର୍ଥାତ୍ ପାହାଡ଼ ପରି ସ୍ଥିର ମନରେ ସମସ୍ତ କାମ କରିବେ ବୋଲି କବି କହୁଛନ୍ତି। ଦେଶ ସେବାରେ ଜୀବନ ଦେବି, ତେବେ ଦେଶ ସେବା ପାଇଁ ଯଦି ଜୀବନ ଦେବାକୁ ପଡ଼ିଥାଏ ତେବେ କବି ତାହା ପ୍ରସ୍ତୁତ ଅଛନ୍ତି, ଜୀବନ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି। ଦେଶ ସେବାରେ ଜୀବନ ଦେବି, ରଖିବି ତାର ନାମ। ତେବେ କବି କହୁଛନ୍ତି ଯଦି ଦେଶ ସେବା ପାଇଁ ମୋତେ ଜୀବନ ଦେବାକୁ ପଡ଼ିଥାଏ ତେବେ ନିଶ୍ଚିତ ଭାବେ ମୁଁ ଦେଶ ସେବା ପାଇଁ ମୋର ଜୀବନ ଦେଇଦେବି ଓ ରଖିବି ତାର ନାମ। ତେବେ ଦେଶର ନାମ ପାଇଁ ନାମ ରଖିବି, ଦେଶର ନାମ ପାଇଁ ଯଦି ମୋତେ ଜୀବନ ଦେବାକୁ ପଡ଼େ ତେବେ ମୁଁ ନିଶ୍ଚିତ ଭାବରେ ଜୀବନ ଦେବି ବୋଲି କବି ଆମକୁ ଶିକ୍ଷା ଦେଉଛନ୍ତି। ତେବେ ଆମେ ମଧ୍ୟ ତାଙ୍କର ଏ ଶିକ୍ଷାକୁ ଗ୍ରହଣ କରିବା ଉଚିତ। ପ୍ରଥମେ ଆମର ଦେଶ, ତାପରେ ଆମେ। ତେବେ ଦେଶ ସେବାରେ ଆମେ ଯେମିତି ସୈନିକମାନେ ନିଜର ଜୀବନକୁ ମଧ୍ୟ ଦେଇ ଏହି ଦେଶର ନାମ ରଖିଥାନ୍ତି, ସେହିଭଳି ଆମେ ମଧ୍ୟ ଦେଶ ସେବାରେ ଯଦି ଜୀବନ ଦେବାକୁ ପଡ଼େ ସମୟରେ ତେବେ ଆମେ ନିଶ୍ଚିତ ଭାବେ ପଛକୁ ହଟିବା ନାହିଁ ବୋଲି କବି ସେ କହୁଛନ୍ତି। ଦେଖ ଏଠାରେ ପାହାଡ଼ ଅଛି, ପାହାଡ଼ କେମିତି ସ୍ଥିର ଅଛି, ଏହି ସ୍ଥିର ପାହାଡ଼ ପରି କବି ହେବାକୁ ଚାହୁଁଛନ୍ତି ଓ ନିଜର ମନକୁ ସ୍ଥିର କରି ସବୁ କାମ କରିଯିବି ଏବଂ ଦେଶ ସେବା ପାଇଁ ଜୀବନ ମଧ୍ୟ ଦେବି ବୋଲି କବି ଆମକୁ ପ୍ରେରଣା ଦେଉଛନ୍ତି। ତାପରେ କବିଙ୍କର ଅନ୍ୟ ଏକ ଇଚ୍ଛା ଅଛି। କ'ଣ ଇଚ୍ଛା? ଯେ ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ, ହେବି ମୁଁ ତାର ମିତ। କବି ଏଠାରେ କହିବାକୁ ଚାହୁଁଛନ୍ତି ଯେ ନଦୀ ପରାଏ, ନଦୀ ପରି ଆଗେଇ ଯିବି। ନଦୀ ଯେମିତି ସବୁବେଳେ ଆଗେଇ ଯାଇଥାଏ, ନଦୀର ପାଣି ଯେମିତି ସବୁବେଳେ ଆଗକୁ ଆଗକୁ ଚାଲିଥାଏ ଆଉ ଲୋକମାନଙ୍କର ହିତ କରିଥାଏ, ଅର୍ଥାତ୍ ସେହି ନଦୀର ମଧୁର ପାଣିକୁ ପିଇ ଲୋକମାନେ ନିଜର ଜୀବନ ବଞ୍ଚାଇଥାନ୍ତି। ତେବେ କବି ସେ ନଦୀ ଭଳି ହେବା ପାଇଁ ଚାହୁଁଛନ୍ତି। ନଦୀ ଯେମିତି ସବୁବେଳେ ଆଗେଇ ଯାଇଥାଏ ସେହିଭଳି ପରର ହିତ କରି ସେ କବି ମଧ୍ୟ ସେହିଭଳି ମୁଁ ନଦୀ ପରି ହେଇ ଲୋକମାନଙ୍କର ଜନ ଅର୍ଥାତ୍ ଏଠାରେ ଲୋକ, ଜନ ଅର୍ଥାତ୍ ଏଠାରେ ଲୋକମାନଙ୍କର ହିତ କରିବେ। ନଦୀ ପରି ନଦୀଟିଏ ହେଇ ମୁଁ ଲୋକମାନଙ୍କର ହିତ କରିବାକୁ ଚାହେଁ ବୋଲି ଏଠାରେ ତାଙ୍କ କବିତାରେ କବି କହିଛନ୍ତି। ନଦୀ ପରି ମୁଁ ଆଗେଇ ଯିବି ଆଉ କରିବି ଜନହିତ। ନଦୀର ପାଣି ପିଇ ଯେମିତି ଲୋକମାନେ ନିଜର ଜୀବନ ବଞ୍ଚାଇଥାଏ, ନଦୀର ପାଣି ବ୍ୟବହାର କରି ଯେମିତି ଲୋକମାନେ ଚାଷବାସ କରିଥାନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟରେ ନଦୀର ପାଣି ଆମର ଆସିଥାଏ, ସେହିଭଳି ନଦୀ ଯେମିତି ଲୋକମାନଙ୍କର ହିତ କରିଥାଏ, ଜନମାନଙ୍କର ହିତ କରିଥାଏ, ସେହିଭଳି କବି ମଧ୍ୟ ପରର ହିତ କରିବା ପାଇଁ ଚାହୁଁଛନ୍ତି। ତାପରେ କ'ଣ କହୁଛନ୍ତି? ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ଯେଉଁ ଦୁଃଖୀ ଲୋକମାନେ ଅଛନ୍ତି ସେମାନଙ୍କ ଦୁଃଖକୁ ମୁଁ ଲାଘବ କରିବି, ଦୁଃଖକୁ ସେମାନଙ୍କର ହରଣ କରିବି, ତାଙ୍କ ଜୀବନରେ ଆଉ ଦୁଃଖ ରଖିବ ନାହିଁ। ଦୁଃଖୀ ଓଠରେ ମୁଁ ଏମିତି କାର୍ଯ୍ୟ କରିବି ଯାହା ତାଙ୍କ ମୁଖରେ ହସ ଖେଳାଇ ଆଣିବ, ତାଙ୍କ ମୁଖରେ ହସ ଖେଳାଇ ଆଣିବ ଏବଂ ମୁଁ ଦୁଃଖୀମାନଙ୍କର ମିତ ହେବି, ଅର୍ଥାତ୍ ଦୁଃଖୀମାନଙ୍କୁ ମୁଁ ସାହାଯ୍ୟ କରିବି, ଦୁଃଖୀମାନଙ୍କର ସାଙ୍ଗ ହେବି ବୋଲି କବି ଏଠାରେ ଏକ ଉଚ୍ଚ ଭାବନା ମନରେ ଆଣିଛନ୍ତି। ସତରେ ସେ ଲୋକମାନଙ୍କର ହିତ କରିବା ପାଇଁ ଚାହୁଁଛନ୍ତି ଆଉ ନଦୀ ଭଳି ଆଗେଇ ଯିବା ପାଇଁ ଚାହୁଁଛନ୍ତି ଆଉ ଦୁଃଖୀ ଓଠରେ ହସ ଖେଳାଇବା ପାଇଁ ସେ ଚେଷ୍ଟା କରିବେ କେମିତି ତାଙ୍କର ମିତ ହୋଇ, ଦୁଃଖୀ ଲୋକମାନଙ୍କର ମିତ ହୋଇ ଦୁଃଖୀମାନଙ୍କର ଓଠରେ ହସ ଖେଳାଇବା ପାଇଁ କବି ଏଠାରେ କହିଛନ୍ତି। ତେବେ ଆମକୁ ମଧ୍ୟ ସେଭଳି ଶିକ୍ଷା କରିବାର ଅଛି। ତେବେ ଦେଖୁଛ ନଦୀ କେମିତି ଆଗକୁ ଆଗକୁ ବଢ଼ି ଚାଲିଥାଏ ଏବଂ ଲୋକମାନଙ୍କର ହିତ କରିଥାଏ। ଲୋକମାନେ ସେଠାରେ ପାଣି ଅନେକ କାର୍ଯ୍ୟରେ ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କର ଉପକାର କରିଥାଏ ନଦୀ ଏହି ଭାବରେ। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାରେ ସାର କେହି ନୁହେଁ ତା ସରି।
ଏଠାରେ କବି କହିବାକୁ ଚାହୁଁଛନ୍ତି ଯେ ପରର ହିତ ଅର୍ଥାତ୍ ପର ଅର୍ଥାତ୍ ଅନ୍ୟମାନଙ୍କର ହିତ କରଇ ଯିଏ ଅର୍ଥାତ୍ ଅନ୍ୟ ଲୋକମାନଙ୍କର ଯେ ହିତ କରଇ କିଭଳି ଭାବରେ ଆପଣା ଲୋକ ପରି ଅର୍ଥାତ୍ ନିଜର ଲୋକଙ୍କୁ ଯେପରି ସେ ସେବା କରିଥାଏ ନିଜର ଲୋକର ହିତ ଯିଏ ଯେପରି କରିଥାଏ ସେହିପରି ପରର ହିତ ମଧ୍ୟ ଯଦି କିଏ କରେ ତେବେ ସିଏ ତ ଏକା ସଂସାରେ ସାର ଅର୍ଥାତ୍ ସିଏ ସଂସାରେ ସାର ଅଟେ ଅର୍ଥାତ୍ ସେ ସଂସାରେ ମୂଲ୍ୟବାନ ଅଟେ ତା'ର ମୂଲ୍ୟ ସବୁଠାରୁ ଅଧିକ ଅଟେ ସଂସାରରେ ସେହି ଏକା ସାର ବ୍ୟକ୍ତି ଅଟେ ଯିଏକି ନିଃସ୍ୱାର୍ଥପର ଭାବରେ ନିଜର ଲୋକମାନଙ୍କର ଯେମିତି ହିତ କରିଥାଏ ପରର ମଧ୍ୟ ସେହିଭଳି ହିତ କରିଥାଏ ନିଜର ଲୋକ ପରି ଯଦି ପରର ହିତ କରିଥାଏ ସିଏ ତ ଏକା ସଂସାରେ ସାର ଅର୍ଥାତ୍ ସେ ସଂସାରରେ ସାର ଅଟେ ସେ ସଂସାରରେ ସାର ଅଟେ କେହି ନୁହେଁ ତା ସରି ଆଉ ତାହାର ସରି କେହି ହୋଇପାରିବେ ନାହିଁ କାରଣ ଆମେ ଯେତେବେଳେ ବି ପରର ହିତ କରିବା ପାଇଁ ଚେଷ୍ଟା କରୁ ନିଜର ଲୋକ ପରି ତେବେ ଏହା ଏକ ମହତ୍ କାର୍ଯ୍ୟ ଅଟେ କବି ସେ କହୁଛନ୍ତି ଯେ ମୁଁ ପରର ହିତ ଏଭଳି ଭାବରେ କରିବି କିଭଳି ଭାବରେ କରିବି ଯେ ମୁଁ ନିଜର ଲୋକମାନଙ୍କର ହିତ ଯେପରି କରେ ସେଭଳି ପରର ହିତ ମଧ୍ୟ ଆପଣା ଲୋକ ପରି କରିବି ବୋଲି କବି ଏଠାରେ କହୁଛନ୍ତି ସିଏ ତ ଏକା ସଂସାର ସାର କେହି ନୁହେଁ ତା ସରି ତେବେ ସେହିପରି ଲୋକ ଏହି ସଂସାରରେ ମହତ୍ ଅଟନ୍ତି ମହାନ ଅଟନ୍ତି ଏବଂ ତାଙ୍କ ପରି କେହି ସରି ତାଙ୍କର ସମତୁଲ ଅର୍ଥାତ୍ ତାଙ୍କ ପରି ଆଉ କେହି ହୋଇପାରିବେ ନାହିଁ ତେବେ ଏହି କବିତାଟି ବହୁତ ଏକ ସୁନ୍ଦର କବିତା ଅଟେ ଏହି କବିତାରୁ ଆମକୁ ଅନେକ ଶିକ୍ଷା ଲାଭ କରିବାର ଅଛି ପରିବେଶରେ ଏହିଭଳି ବସ୍ତୁ ଗୁଡ଼ିକ ଅଛି ଯାହାଠାରୁ ଆମେ ଅନେକ ଶିକ୍ଷା ଲାଭ କରିଥାଉ ତ ପୁଣି ଥରେ ତାହାର ମୁଖ୍ୟ ବିନ୍ଦୁ ଗୁଡ଼ିକୁ ଆମେ ମନେ ପକାଇ ଏହି କବିତାଟିକୁ ଶେଷ କରିବା ସମାପ୍ତ କରିବା ତେବେ ଆସନ୍ତୁ ଦେଖିବା ତେବେ କବି ଫୁଲ ପରି କୋମଳ ହେବା ପାଇଁ ଚାହୁଁଛନ୍ତି ଏବଂ ଫୁଲ ଯେମିତି ନିଃସ୍ୱାର୍ଥପର ଭାବେ ତା'ର ବାସ୍ନାକୁ ବାଣ୍ଟିଥାଏ ଆଉ ଅନ୍ୟମାନଙ୍କ ମନରେ ଖୁସି ଦେଇଥାଏ ସଭି ଲୋକଙ୍କୁ ସେମିତି କବିଙ୍କର ଇଚ୍ଛା ଅଛି ସେ ଗୋଟେ ଫୁଲ ପରି ହେବେ ଆଉ ସମସ୍ତଙ୍କୁ ଠିକ୍ ବ୍ୟବହାର କରିବେ କୋମଳ ବ୍ୟବହାର କରିବେ ଏବଂ ସମସ୍ତଙ୍କୁ ଖୁସି ଦେବେ ବୋଲି କବିଙ୍କର ମନରେ ଇଚ୍ଛା ଅଛି ତାପରେ କବି ଇଚ୍ଛା କରିଛନ୍ତି ଯେ କୋଇଲି ପରି ମିଠା କଥା କହିବେ ଯେମିତି କାହାରି ମନରେ ଦୁଃଖ ହେବ ନାହିଁ କାହାରି ମନେ କଷ୍ଟ ହେବ ନାହିଁ ବରଂ ତାଙ୍କ ପାଖରେ ଯେତେ ବାଧାବିଘ୍ନ ଆସିଥାଉ ତାହାକୁ ଖାତିର ନ କରି ସମସ୍ତଙ୍କୁ ସବୁବେଳେ କୋଇଲି ପରି ମିଠା ସ୍ୱରରେ କଥା ହେବେ ପୁଣି ସେ କହୁଛନ୍ତି ଯେ ତାଙ୍କ ଯେତେ ବି ବିପଦ ବାଧା ଆସୁ କାହାରି ମନରେ ସେ ଦୁଃଖ ଦେବେ ନାହିଁ କୋଇଲି ପରି ମିଠା ବ୍ୟବହାର ଅର୍ଥାତ୍ କରିବେ ସମସ୍ତଙ୍କୁ ତାପରେ କବିଙ୍କର ଇଚ୍ଛା ଅଛି ଯେ ପାହାଡ଼ ପରି ସ୍ଥିର ମନରେ ପାହାଡ଼ର ଯେମିତି ସ୍ଥିରତା ରହିଥାଏ ସେଭଳି ତାଙ୍କ ମନକୁ ସେ ସ୍ଥିର କରିବା ପାଇଁ ଚାହୁଁଛନ୍ତି ପାହାଡ଼ ପରି ସ୍ଥିର ମନ ହେଇ ସେ ଦେଶ ସେବାରେ ଜୀବନ ଦେଇପାରିବେ ବୋଲି କବି କହିଛନ୍ତି ଦେଶର ନାଁ ପାଇଁ ସେ ଜୀବନ ଦେବାକୁ ମଧ୍ୟ ପଛକୁ ଘୁଞ୍ଚିବେ ନାହିଁ ବୋଲି କବି ଏଠାରେ ଶିକ୍ଷା ଦେଉଛନ୍ତି ତାପରେ ସେ କବି ନଦୀ ପରି ସେ ସବୁବେଳେ ଆଗେଇ ଯିବେ ଅର୍ଥାତ୍ ନଦୀ ଯେମିତି ଆଗକୁ ମାଡ଼ି ଚାଲିଥାଏ ସେଭଳି ସେ ନଦୀ ପରି ଆଗକୁ ହିଁ ଯିବେ କେବେ ବି ଅଟକିବେ ନାହିଁ ଲୋକମାନଙ୍କର ହିତ କରି ଚାଲିବେ ଦୁଃଖୀମାନଙ୍କର ଓଠରେ ହସ ଖେଳାଇବେ ଏବଂ ଦୁଃଖୀମାନଙ୍କର ମିତ ହେବେ ବୋଲି କବି ଏଠାରେ କହିଛନ୍ତି ତେବେ ପ୍ରିୟ ଭାଇ ଓ ଭଉଣୀମାନେ ଆହୁରି ସେ କହୁଛନ୍ତି ଯେ ମାନେ ପରର ହିତ କରିଥାଏ ନିଃସ୍ୱାର୍ଥପର ଭାବରେ ନିଜର ଲୋକ ପରି ପରର ଉପକାର ଯିଏ କରିଥାଏ ସେ ସଂସାରରେ ମହାନ ଅଟେ ଆଉ କେହି ମଧ୍ୟ ତା'ର ସରି ହୋଇପାରିବେ ନାହିଁ ତେବେ ସଂସାରରେ କିଏ ମହାନ ଅଟେ ଯେଉଁ ଲୋକମାନେ ପରର ହିତ ନିଜର ଲୋକ ପରି କରିଥାନ୍ତି ସେହିପରି ଲୋକମାନେ ଏ ସଂସାରରେ ମହାନ ଅଟନ୍ତି ମହନୀୟ ଅଟନ୍ତି ତେବେ ପ୍ରିୟ ଭାଇ ସେଭଳି ଲୋକମାନେ ମହାନ ଅଟନ୍ତି ତେଣୁକରି ଆମେ ସମସ୍ତେ ପରର ହିତ କରିବା ନିଜର ଲୋକ ପରି ତେବେ ପ୍ରିୟ ଭାଇ ଭଉଣୀମାନେ ଆଜି ଆମେ ଏହି କବିତାଟିକୁ ପଢ଼ି ଅନେକ କଥା ଆମେ ଶିଖିଲୁ ତେବେ ମୁଁ ଆଶା କରୁଛି
ତେବେ ଏହିଭଳି ଆମେ ଏହି ପରିବେଶରେ ଥିବା ବିଭିନ୍ନ ଜିନିଷ ପାଖରୁ ଅନେକ ଏଭଳି ମହାନ କଥା ଏହିଭଳି ମାନବୀୟତା ଗୁଣ ଶିଖିବା ଜରୁରୀ ଅଟେ। ତେବେ ଆଶା କରୁଛି ଏହି କବିତାଟିକୁ ମୁଁ ଯଦି ଟିକିଏ ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ବୁଝାଇ ପାରିଥିବି, ତେବେ ନିଶ୍ଚିତ ଭାବେ ଏହି କବିତାଟି ପାଇଁ ଲାଇକ୍ଟିଏ କରିବେ। ଆଉ କେମିତି ଭାବରେ ଏହି କବିତାଟିକୁ ପଢ଼ାଇବାର ଶୈଳୀକୁ କିଭଳି ଉନ୍ନତି କରାଯାଇପାରେ ନିଶ୍ଚିତ ଭାବରେ କମେଣ୍ଟ କରି ଆମକୁ ଜଣାଇବେ। ଆଉ ଏହି ଭିଡ଼ିଓ ଦେଖିଥିବା ହେତୁ ତୁମ ସମସ୍ତଙ୍କୁ ଧନ୍ୟବାଦ। ଦୟାକରି ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଏହିଭଳି ଆହୁରି ଭିଡ଼ିଓ ପାଇବା ପାଇଁ ପୁଣି ଥରେ ଭିଡ଼ିଓ ଦେଖିଥିବା ହେତୁ ତୁମ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।